ସପ୍ତଦଶ ଅଧ୍ୟାୟ ଆରମ୍ଭ। ସୀତାଙ୍କ ବନବାସ। କିଛି ଦିନ ପରେ ସୀତାଦେବୀଙ୍କର ଗର୍ଭଲକ୍ଷଣ ପ୍ରକାଶ ପାଇଲା। ସନ୍ତାନ ଲାଭ ଆଶାରେ ରାମ ଆନନ୍ଦିତ ହେଲେ। ଦିନେ ରାମ ସୀତାଙ୍କୁ ପଚାରିଲେ, ତୁମେ ଏ ସମୟରେ କ'ଣ ଇଚ୍ଛା କରୁଛ? ମୁଁ ତୁମର ସେ ଇଚ୍ଛା ଅବଶ୍ୟ ପୂରଣ କରିବି। ସୀତା କହିଲେ, ଗଙ୍ଗା କୂଳରେ କେତେ ମୁନି ଋଷି ଅଛନ୍ତି, ସେମାନଙ୍କୁ ଦର୍ଶନ କରିବାକୁ ମୋର ଇଚ୍ଛା। ଋଷିପତ୍ନୀ ଓ ଋଷିକୁମାରୀ ମାନଙ୍କୁ ଫଳ, ମୂଳ, ବସ୍ତ୍ର, ଅଳଙ୍କାର ପ୍ରଭୃତି ଦେଇ ଫେରିଆସିବି। ରାମ ଆନନ୍ଦରେ ତାହା କରାଇ ଦେବାକୁ କହିଲେ। ସେଦିନ ରାମଚନ୍ଦ୍ର ପାତ୍ର ମନ୍ତ୍ରୀ ଓ ଭାଇମାନଙ୍କ ସହ କଥାବାର୍ତ୍ତା ହେଲାବେଳେ ସେମାନେ ସମସ୍ତେ ରାମଙ୍କ ରାଜ୍ୟ ଶାସନର ବହୁତ ପ୍ରଶଂସା କଲେ। ତେଣୁ ରାମ କହିଲେ, ମୋର ପ୍ରଶଂସା ଶୁଣିବାକୁ ମୁଁ ଚାହେଁ ନାହିଁ। ଯଦି ମୋର କିଛି ଦୋଷ ଥାଏ ତାହା କହିଲେ ସିନା ମୁଁ ସଂଶୋଧନ କରିବି। ଯଦି କେହି ମୋର ନିନ୍ଦା ଶୁଣିଥାଅ, ଭୟ ନ କରି ତାହା କହିଦେବା ଉଚିତ। ସେଥିରେ ମୋର ରାଜ୍ୟର ମଙ୍ଗଳ ହେବ। ଏହା ଶୁଣି ଜଣେ ବ୍ରାହ୍ମଣ ଉଠି କହିଲା, ମହାରାଜ, ସମସ୍ତଙ୍କ ମୁହଁରେ ଆପଣଙ୍କ ଯଶ ଶୁଣିଯାଉଛି, କିନ୍ତୁ ଗୋଟିଏ ବିଷୟରେ ନିନ୍ଦା ଶୁଣିବାକୁ ମିଳୁଛି। କେତେକ ଲୋକ କହୁଛନ୍ତି ଯେ ରାମଚନ୍ଦ୍ର ଘୋର ଅନୀତି କଲେ। ଯେଉଁ ସୀତାକୁ ରାବଣ ଚୋରାଇ ନେଇ ଲଙ୍କାରେ ରଖିଥିଲା, ରାମଚନ୍ଦ୍ର ତାଙ୍କୁ ଆଣି ଆଦରରେ ଘରେ ରଖିଛନ୍ତି। ରାଜା ନିଜେ ଯଦି ଏପରି କଲେ ପ୍ରଜାମାନେ କ'ଣ କରିବେ? ରାଜା ଯାହା କରନ୍ତି ପ୍ରଜାମାନେ ତାହା କରନ୍ତି। ଏପରି ଚାଲିଲେ ରାଜ୍ୟର ଅନୀତି ବ୍ୟାପିଯିବ। ଏହା ଶୁଣି ରାମଙ୍କ ମନରେ ଘୋର ଚିନ୍ତା ଦେଖାଦେଲା। ସେ ଭାବିଲେ, ପ୍ରଜାମାନେ ଏପରି ଭାବିପାରନ୍ତି। ଲଙ୍କାରେ ସୀତାଙ୍କର ଯେଉଁ ଅଗ୍ନି ପରୀକ୍ଷା ହୋଇଥିଲା ତାହା ସେମାନେ ଦେଖିନାହାନ୍ତି, ତେଣୁ ବିଶ୍ୱାସ କରୁନଥିବେ। ଯାହା ହେଉ, ଯହିଁରେ ପ୍ରଜାମାନେ ସନ୍ତୁଷ୍ଟ ହେବେ ରାଜା ତାହା ହିଁ କରିବା ଉଚିତ। ରାମ ଭାଇମାନଙ୍କୁ କହିଲେ, ପ୍ରଜାମାନେ ସୀତାଙ୍କର ପତିବ୍ରତା ପଣର ସନ୍ଦେହ କରି ମୋତେ ଅପବାଦ ଦେଉଛନ୍ତି। ସୀତା ଯେ ପରମ ସତୀ ଅଗ୍ନି ପରୀକ୍ଷାରେ ତାହା ପ୍ରମାଣ ମିଳିଛି, କିନ୍ତୁ ପ୍ରଜାମାନେ ତାହା ବିଶ୍ୱାସ କରୁନାହାନ୍ତି। ଅପବାଦ ମରଣ ଠାରୁ ବଳେ। ତେଣୁ ମୁଁ ସୀତାଙ୍କୁ ତ୍ୟାଗ କରିବାକୁ ଠିକ୍ କରିଛି। ଏଥିରେ ତୁମମାନଙ୍କ ମନରେ ଦୁଃଖ ହେବ, ମୁଁ ମଧ୍ୟ ଘୋର ଦୁଃଖ ଭୋଗିବି, କିନ୍ତୁ ସୀତାଙ୍କୁ ତ୍ୟାଗ କରିବା ଛଡ଼ା ମୋର ଅନ୍ୟ କିଛି ଉପାୟ ନାହିଁ। ଭାଇମାନେ ସମସ୍ତେ ରାମଙ୍କର ଅନୁଗତ। ସେମାନେ ବହୁତ ଦୁଃଖିତ ହେଲେ ସିନା, କିନ୍ତୁ ରାମଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିପାରିଲେ ନାହିଁ। ତହୁ ରାମ ଲକ୍ଷ୍ମଣଙ୍କୁ କହିଲେ, ସୀତା ଗଙ୍ଗା କୂଳରେ ଥିବା ଋଷି ଆଶ୍ରମ ଦେଖିଯିବାକୁ ମୋତେ କହିଛନ୍ତି। ତୁମେ ଆଶ୍ରମ ଦେଖାଇବାକୁ ନେଇ ତାଙ୍କୁ ଗଙ୍ଗା କୂଳରେ ଛାଡ଼ି ଦେଇ ଆସ। ତହିଁ ଆରଦିନ ସକାଳୁ ଲକ୍ଷ୍ମଣଙ୍କ ଆଦେଶରେ ସୁମନ୍ତ୍ର ରଥ ଘେନି ଉପସ୍ଥିତ ହେଲେ। ଲକ୍ଷ୍ମଣ ଯାଇ ସୀତାଙ୍କୁ କହିଲେ, ଦେବୀ ରାମଚନ୍ଦ୍ର ଆଦେଶ ଦେଇଛନ୍ତି ତୁମକୁ ଗଙ୍ଗା କୂଳକୁ ନେଇ ଋଷିମାନଙ୍କ ଆଶ୍ରମରେ ଦେଖାଇଦେବେ। ଏହା ଶୁଣି ସୀତା ଆନନ୍ଦରେ ଶାଶୁମାନଙ୍କୁ ନମସ୍କାର କରି ଯିବା ପାଇଁ ପ୍ରସ୍ତୁତ ହେଲେ। ଋଷିପତ୍ନୀ ଓ ଋଷିକନ୍ୟାମାନଙ୍କୁ ଦେବା ପାଇଁ ନାନା ବସ୍ତ୍ର, ଅଳଙ୍କାର ପ୍ରଭୃତି ସଙ୍ଗରେ ନେଇ ଲକ୍ଷ୍ମଣଙ୍କ ସହିତ ରଥରେ ବସିଲେ। ସେଦିନ ସନ୍ଧ୍ୟା ବେଳକୁ ରଥ ଗୋମତୀ ତିଥିରେ ପହଞ୍ଚିଲା। ଲକ୍ଷ୍ମଣ ଓ ସୀତା ଗୋଟିଏ ଆଶ୍ରମରେ ରାତିଟି କଟାଇଲେ। ସକାଳୁ ପୁଣି ରଥରେ ବସି ସେମାନେ ବାହାରି ଆସିଲେ। ପ୍ରାୟ 2 ପ୍ରହର ବେଳକୁ ରଥ ଗଙ୍ଗା ତଟରେ ପହଞ୍ଚିଲା। ସେହିଠାରେ ରଥ ରଖାଇ ଲକ୍ଷ୍ମଣ ସୀତାଙ୍କ ସହିତ ନୌକାରେ ବସିଲେ। ନୌକା ଯାଇ ଗଙ୍ଗାର ଦକ୍ଷିଣ ତୀରରେ ପହଞ୍ଚିଲା। ଲକ୍ଷ୍ମଣ ଓ ସୀତା ନୌକାରୁ ଓହ୍ଲାଇଲେ। ଲକ୍ଷ୍ମଣ ଦୁଃଖ ଆଉ ସହି ନ ପାରି ଭୋ ଭୋ କରି କାନ୍ଦି ପଳାଇଲେ। ସେ 2 ହାତ ଯୋଡ଼ି ସୀତାଙ୍କୁ କହିଲେ, ଦେବୀ, ମୁଁ ଅତି ହୀନ କାର୍ଯ୍ୟ କରୁଛି, ମୋର ଦୋଷ ନାହିଁ। ରାମ ମୋର ବଡ଼ ଭାଇ, ପୁଣି ସେ ରାଜା। ତାଙ୍କର ଆଦେଶ ମାନି ମୁଁ ତୁମକୁ ଆଣିଛି। ପ୍ରକୃତ କଥା ହେଉଛି ଯେ ତୁମେ ରାକ୍ଷସ ଘରେ ରହିଥିଲ, ତଥାପି ରାମ ତୁମକୁ ଗ୍ରହଣ କରିଛନ୍ତି ବୋଲି କେତେକ ଲୋକ ତାଙ୍କୁ ଅପବାଦ ଦେଲେ। ତେଣୁ ସେ ତୁମକୁ ତ୍ୟାଗ କରିଛନ୍ତି। ପୁଣି ସେ କଠୋର ଆଦେଶ ପାଳନ କରିବାକୁ ମୋତେ କହିଛନ୍ତି। ମୋର ଅପରାଧ କ୍ଷମା କର। ନିକଟରେ ବାଲ୍ମୀକି ମୁନିଙ୍କ ଆଶ୍ରମ, ତୁମେ ଯାଇ ସେଠାରେ ରହିବ। ଏହା ଶୁଣିଲା କ୍ଷଣି ସୀତା ଅଚେତନ ହୋଇ ତଳେ ପଡ଼ିଗଲେ। କିଛି ସମୟ ପରେ ଚେତା ଆସିବାରୁ ଲକ୍ଷ୍ମଣଙ୍କୁ କହିଲେ, ତୁମେ ରାମଙ୍କର ଆଦେଶ ପାଳନ କରିବା ଉଚିତ କାର୍ଯ୍ୟ କରିଛ। ମୁଁ ରାମଙ୍କର ମନ ଜାଣେ। ଲୋକ ଅପବାଦକୁ ଡରି ସେ ମୋତେ ତ୍ୟାଗ କରିଛନ୍ତି। ତାଙ୍କୁ କହିବ, ସେ ମୋ ଲାଗି ଦୁଃଖ ନ କରି ପ୍ରଜାଙ୍କ ଦୁଃଖ ଦୂର କରିବେ। ମୋର ମରଣ ହେଲେ ଭଲ ହୁଅନ୍ତା। ଲୋକ ଅପବାଦରୁ ରକ୍ଷା ପାଆନ୍ତି, କିନ୍ତୁ ମୋର ଗର୍ଭରେ ରାମଙ୍କର ସନ୍ତାନ ରହିଛି, ତେଣୁ ସବୁ ଦୁଃଖ କଷ୍ଟ ସହି ମୋତେ ଜୀବନ ରଖିବାକୁ ହେବ। ଏହା କହି ସେ ବାହୁନି ବହୁତ କାନ୍ଦିଲେ। ଲକ୍ଷ୍ମଣ ମଧ୍ୟ କାନ୍ଦି କାନ୍ଦି ନୌକାରେ ଫେରି ଆସି ରଥରେ ବସିଲେ ଓ ଅଯୋଧ୍ୟାକୁ ଫେରିଗଲେ। ସେ ଫେରିଆସି ଦେଖିଲେ ରାମଙ୍କର ମୁହଁ ଦୁଃଖରେ ମଳିନ ପଡ଼ିଯାଇଛି। ସୀତାଙ୍କୁ କିପରି ଗଙ୍ଗା କୂଳରେ ଛାଡ଼ି ଆସିଲେ ତାହା ଜଣାଇ ଲକ୍ଷ୍ମଣ ତାଙ୍କୁ ଧୈର୍ଯ୍ୟ ଦେବାକୁ ଲାଗିଲେ। ସୀତାଙ୍କୁ କିପରି ଗଙ୍ଗା କୂଳରେ ଛାଡ଼ି ଆସିଲେ ତାହା ଜଣାଇ ଲକ୍ଷ୍ମଣ ତାଙ୍କୁ ଧୈର୍ଯ୍ୟ ଦେବାକୁ କହିଲେ। ସୀତାଙ୍କୁ କିପରି ଗଙ୍ଗା କୂଳରେ ଛାଡ଼ି ଆସିଲେ ତାହା ଜଣାଇ ଲକ୍ଷ୍ମଣ ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଲେ। ବାଲ୍ମୀକିଙ୍କ ଆଶ୍ରମରେ ସୀତା। ବାଲ୍ମୀକିଙ୍କର କେତେକ ଶିଷ୍ୟ ସୀତାଙ୍କର କାନ୍ଦ ଶୁଣିପାରି ସେଠାରେ ପହଞ୍ଚିଲେ ଓ ଫେରିଯାଇ ଋଷିଙ୍କୁ ସମ୍ବାଦ ଦେଲେ। ବାଲ୍ମୀକି ଧ୍ୟାନ ବଳରେ ସବୁ ଘଟଣା ଜାଣିପାରି ସୀତାଙ୍କ ପାଖକୁ ଆସି କହିଲେ, ମା, ମୁଁ ଧ୍ୟାନ ବଳରେ ସବୁ ଜାଣିଛି। ତୁମେ ଜନକଙ୍କ କନ୍ୟା ରାମଙ୍କ ପତ୍ନୀ ସୀତା। ତୁମେ ମହାଶକ୍ତି ହେଲେ ହେଁ
ଲୋକଙ୍କ ଅପବାଦ ଯୋଗୁଁ ରାମ ତୁମକୁ ତ୍ୟାଗ କରିଛନ୍ତି। ତୁମେ ମୋ ଆଶ୍ରମକୁ ଆସ, ମୋର କନ୍ୟା ରୂପେ ରହିବ। ସୀତା ବାଲ୍ମୀକିଙ୍କ ପାଦବନ୍ଦନା କରି ତାଙ୍କ ପଛେ ପଛେ ଆଶ୍ରମକୁ ଚାଲିଲେ। ସମସ୍ତ ଆଶ୍ରମବାସୀ ସୀତାଙ୍କୁ ପଛଟି ନେଲେ। ବାଲ୍ମୀକି ସମସ୍ତଙ୍କୁ ସୀତାଙ୍କର ପରିଚୟ ଦେଲେ। ଅଯୋଧ୍ୟାର ରାଜାରାଣୀ ପରମସତୀ ସୀତା ବାଲ୍ମୀକିଙ୍କ ଆଶ୍ରମରେ କଠୋର ତାପସୀ ଜୀବନ କଟାଇବାକୁ ଲାଗି। ଲବଣାସୁର ବଧ। ଯମୁନା କୂଳରେ ଆଶ୍ରମ କରିଥିବା ଋଷିମାନେ ଦିନେ ଆସି ରାମଙ୍କୁ କହିଲେ, ଲବଣ ବୋଲି ଗୋଟିଏ ଅସୁର ଆମମାନଙ୍କ ଉପରେ ନାନା ଅତ୍ୟାଚାର କରୁଛି। ସେ ମଥୁରାପୁରରେ ରହୁଛି। ପ୍ରତିଦିନ ଶହ ଶହ ଜୀବ ବଧ କରି ସେ ଖାଉଛି। ତାକୁ ଆପଣ ବଧ କରନ୍ତୁ। ଏହା ଶୁଣି ଭରତ ଲବଣାସୁରକୁ ବଧ କରିବାକୁ ରାମଙ୍କ ଅନୁମତି ଚାହିଁଲେ। କିନ୍ତୁ ଶତ୍ରୁଘ୍ନ ରାମଙ୍କୁ କହିଲେ, ବନବାସ ବେଳେ ଭାଇ ଲକ୍ଷ୍ମଣ ତୁମର ସେବା କରିଥିଲେ। ଭାଇ ଭରତ ସେତେବେଳେ ରାଜ୍ୟ ଚଳାଇ ତୁମର କାର୍ଯ୍ୟ କରିଥିଲେ। ମାତ୍ର ମୁଁ କିଛି କରିନାହିଁ। ମୋତେ ଏ କାର୍ଯ୍ୟଟି କରିବାକୁ ଦିଅନ୍ତୁ। ତେଣୁ ଲବଣକୁ ବଧ କରିବାକୁ ଶତ୍ରୁଘ୍ନ ଆଦେଶ ପାଇଲେ। ରାମ ଶତ୍ରୁଘ୍ନକୁ ମଥୁରାର ରାଜପଦରେ ଅଭିଷେକ କରି କହିଲେ, ଏ ଦୈତ୍ୟ ଶିବଙ୍କର ଶୂଳକୁ ପୂଜା କରେ। ସେ ଶୂଳରେ ଯାହାକୁ ଆଘାତ କରିବ ତାହାର ମୃତ୍ୟୁ ନିଶ୍ଚିତ। ତେଣୁ ଲବଣ ଘରେ ନଥିବା ବେଳେ ତାହାର ପୁରଦ୍ୱାରରେ ଜଗି ରହିବ। ସେ ଫେରିଲେ ତାକୁ ବଧ କରିବ। ଶତ୍ରୁଘ୍ନ ସୈନ୍ୟ ନେଇ ମଥୁରାକୁ ଚାଲିଲେ। ଋଷିମାନେ ପଥ ଦେଖାଇ ଦେଲେ। 3 ଦିନ ଯିବା ପରେ ବାଲ୍ମୀକିଙ୍କ ଆଶ୍ରମ ପଡ଼ିଲା। ଋଷି ତାଙ୍କୁ ଆଦର କରି ଆଶ୍ରମରେ ରଖିଦେଲେ। ଦୈବାତ୍ ସେଦିନ ରାତିରେ ସୀତାଙ୍କର 2ଟି ଯାଆଁଳା ପୁଅ ଜନ୍ମ ହେଲା। ବାଲ୍ମୀକି ଶିଶୁ ଦୁହିଁଙ୍କର ଜନ୍ମୋତ୍ସବ ପାଳନ କରି ସେମାନଙ୍କୁ ଲବକୁଶ ନାମ ଦେଲେ। ଶତ୍ରୁଘ୍ନ ଏ ସମ୍ବାଦରେ ଅତ୍ୟନ୍ତ ଆନନ୍ଦିତ ହେଲେ। ଶତ୍ରୁଘ୍ନ ସେଠାରୁ ଯାଇ ମଥୁରା ରାଜ୍ୟରେ ପହଞ୍ଚି ଯମୁନା କୂଳରେ ରହିଲେ। ଲବଣାସୁର ସକାଳୁ ଘୋରୁ ବାହାରି ଯିବା ପରେ ଶତ୍ରୁଘ୍ନ ଧନୁ ଧରି ତାର ଦ୍ୱାର ମୁହଁରେ ଜଗି ରହିଲେ। 2 ପ୍ରହର ବେଳକୁ ରାକ୍ଷସ ଫେରିଆସି ତାଙ୍କୁ ଦେଖି ଆକ୍ରମଣ କଲା। ଶତ୍ରୁଘ୍ନ ଅସୁରକୁ ଘର ଭିତରକୁ ଛାଡ଼ି ଦେଇ ତା ସଙ୍ଗେ ଯୁଦ୍ଧ କରି ତାକୁ ବଧ କଲେ। ଲବଣ ରାକ୍ଷସକୁ ମାରି ଶତ୍ରୁଘ୍ନ ମଥୁରାର ରାଜସିଂହାସନରେ ବସିଲେ। ମଥୁରାବାସୀ ରାକ୍ଷସ ଉପଦ୍ରବରୁ ରକ୍ଷା ପାଇ ତାଙ୍କୁ ଧନ୍ୟ ଧନ୍ୟ କଲେ। ଶତ୍ରୁଘ୍ନ ମଥୁରାରେ 12 ବର୍ଷ ରାଜତ୍ୱ କରି ଅଯୋଧ୍ୟା ଫେରି ଯିବାକୁ ମନ ବଳାଇଲେ। ଗଲାବେଳେ ସେ ପୁଣି ବାଲ୍ମୀକିଙ୍କ ଆଶ୍ରମରେ ପହଞ୍ଚିଲେ। ବାଲ୍ମୀକି ତାଙ୍କୁ ଅତି ଆଦରରେ ଆଶ୍ରମରେ ରଖିଲେ। ଏହାପରେ ବାଲ୍ମୀକି ରାମଙ୍କର ଅପୂର୍ବ ଚରିତ ବର୍ଣ୍ଣନା କରି ଗୋଟିଏ ବାକ୍ୟ ଲେଖିଥିଲେ। ସେ ଶତ୍ରୁଘ୍ନକୁ ତାହା ଶୁଣାଇଲେ। ଶତ୍ରୁଘ୍ନ ତାହା ଶୁଣି ଋଷିଙ୍କୁ ଧନ୍ୟ ଧନ୍ୟ କଲେ। ତା ପରଦିନ ଶତ୍ରୁଘ୍ନ ବାଲ୍ମୀକିଙ୍କ ଆଶ୍ରମରୁ ବିଦାୟ ନେଇ ଅଯୋଧ୍ୟା ଗଲେ। ଅଯୋଧ୍ୟାରେ କିଛି ଦିନ ରାମଙ୍କ ପାଖରେ ରହିଲେ। ତାପରେ ରାମଙ୍କ ଉପଦେଶରେ ସେ ପୁଣି ମଥୁରାକୁ ଫେରିଗଲେ। ସପ୍ତଦଶ ଅଧ୍ୟାୟ ସମାପ୍ତ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।